ବଙ୍ଗୀୟ ଅଭିନେତାଙ୍କ ମୃତ୍ୟୁ ଘଟଣାରେ ତାଳସାରୀ ଥାନାରେ ଏତଲା। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ଟେଲି ଫିଲ୍ମ ସୁଟିଂ ବେଳେ ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତା ରାହୁଲ ବାନାର୍ଜୀଙ୍କ ମୃତ୍ୟୁ ଘଟଣାର 6 ଦିନ ପରେ ତାଳସାରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ପ୍ରିୟଙ୍କା। ପ୍ରିୟଙ୍କା ଲିଖିତ ଅଭିଯୋଗ କରିବା ସମୟରେ ଉପସ୍ଥିତ ରହିଥିଲେ ବଙ୍ଗୀୟ ସୁପରଷ୍ଟାର ପ୍ରସେନଜିତ ଏବଂ ଅଭିନେତ୍ରୀ ঋতুপর্ণা। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତା ରାହୁଲ ବାନାର୍ଜୀ ଭୋଲେ ବାବା ପାର କରେଗା ଟେଲିଫିଲ୍ମ ସୁଟିଂ ପାଇଁ ଗତ କିଛି ଦିନ ତଳେ ପଶ୍ଚିମବଙ୍ଗ ଦୀଘାକୁ ଆସି ସେଠାରେ ସୁଟିଂ ସାରି ପରେ ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ଓଡ଼ିଶାର ତାଳସାରୀ ବେଳାଭୂମିକୁ ଆସିଥିଲେ। ସେଠାରେ ସମୁଦ୍ର ନିକଟ ଏକ ବାଲି ଚଢ଼ ଉପରେ ସୁଟିଂ କରିବାକୁ ଯାଇ ମାତ୍ର 2 ଫୁଟ ପାଣିରେ ସୁଟିଂ କରୁଥିବା ସମୟରେ ସମୁଦ୍ର ଜୁଆର ପାଣିରେ ଗୋଡ଼ ଖସିଯିବାରୁ ସମୁଦ୍ର ପାଣିରେ ଭାସି ଯାଇଥିଲେ। ପରେ ସ୍ଥାନୀୟ ମତ୍ସ୍ୟଜୀବୀ ରାହୁଲଙ୍କୁ ଉଦ୍ଧାର କରି ଦୀଘା ଷ୍ଟେଟ୍ ଜେନେରାଲ ହସ୍ପିଟାଲକୁ ନେଇଯାଇଥିଲେ। ମାତ୍ର ଡାକ୍ତର ଚିକିତ୍ସା କରୁଥିବା ବେଳେ ରାହୁଲଙ୍କର ମୃତ୍ୟୁ ଘୋଷଣା କରିଥିଲେ। ତେବେ ଘଟଣାକୁ 6 ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଥାନାରେ ଲିଖିତ ଅଭିଯୋଗ ହୋଇନଥିଲା। ଏବେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ବାଲେଶ୍ୱର ଆଡିସନାଲ ଏସପି କହିଛନ୍ତି। ରିପୋର୍ଟ ସତେଜ ନ୍ୟୁଜ।